ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଲୁସି ମହାନ୍ତି ପୁଣି ଆଉ ଏକ ନୂତନ ଗଳ୍ପରେ ଆପଣଙ୍କ ପାଖରେ। ଆସନ୍ତୁ ଶୁଣିବା ସଂସାର କର୍ମର ବଗିଚା। ସଂସାର ହେଉଛି ଏକ କର୍ମର ବଗିଚା। ଦିନେ ବୃନ୍ଦାବନରେ ଶ୍ରୀକୃଷ୍ଣକୁ ରାଧା ହସି ହସି ପଚାରିଲେ, ପ୍ରଭୁ ମୋତେ କୁହନ୍ତୁ, ମନୁଷ୍ୟ କେଉଁ କର୍ମ କଲେ କେଉଁ ଫଳ ପାଏ? କ'ଣ ସବୁ କର୍ମର ଫଳ ନିଜ ପାଖକୁ ଫେରିଆସିବ କି? କୃଷ୍ଣ କହିଲେ, ରାଧେ, ସଂସାର କର୍ମର ବଗିଚା ଅଟେ। ମୁଁ ସେଥିପାଇଁ ତୁମକୁ ଉଦାହରଣ ଦେଇ ଏକ ଛୋଟ ଗପ କହୁଛି। ଦିନେ ଗୋଟେ ରାଜା ତାଙ୍କର 3 ଜଣ ମନ୍ତ୍ରୀକୁ ଡାକି କହିଲେ, ତୁମେମାନେ ଗୋଟେ ଗୋଟେ ଥଳି ନେଇ ଯାଅ ଆଉ ବଗିଚାରୁ ନିଜ ମନ ମୁତାବକ ଫଳ ଭର୍ତ୍ତି କରି ନେଇକରି ଆସିବ। 3 ଜଣ ଯାକ ମନ୍ତ୍ରୀ ଅଲଗା ଅଲଗା ବଗିଚାକୁ ଗଲେ। ପ୍ରଥମ ମନ୍ତ୍ରୀଟି ସଚ୍ଚୋଟ ଥିବାରୁ ସେ ରାଜାଙ୍କ ପାଇଁ ସୁନ୍ଦର ମିଠା ମିଠା ଫଳ ସବୁ ବାଛିକିରି ତୋଳିକିରି ରଖିଲା। ଦ୍ୱିତୀୟ ମନ୍ତ୍ରୀ ଜଣକ ଠକ ଥିବାରୁ ସେ ଭାବିଲା, ରାଜା କ'ଣ ସବୁ ଫଳକୁ ପରୀକ୍ଷା କରି ଦେଖୁଛନ୍ତି, ତେଣୁ ସେ ଯାହା ପାଇଲା, ଖଟା, ପଚା, ସଢ଼ା, ମିଠା ଯାହା ଯେତିକି ପାଇଲା ତାହା ଯୋଗାଡ଼ କରି ରଖିଲା। ତୃତୀୟ ମନ୍ତ୍ରୀ ଜଣକ ଅଳସୁଆ ଥିଲା, ତେଣୁ ସେ କହିଲା, ରାଜା କ'ଣ ସବୁ ଥଳିକୁ ପରୀକ୍ଷା କରି ଦେଖିବେ, ତେଣୁ ତା ଅଳସୁଆମୀରେ ସେ ଆଉ ଫଳ ନ ତୋଳି ଘାସ କୁଟା ଯାହା ପାଇଲା ତା ଥଳିରେ ଭର୍ତ୍ତି କରି ରଖିଲା। 3 ଜଣ ମନ୍ତ୍ରୀ ରାଜଦରବାରକୁ ଫେରିଲେ। ରାଜା 3 ଜଣଙ୍କୁ ଡକାଇ ପଠାଇଲେ। ସେମାନେ ଆସିଲା ପରେ ରାଜା କହିଲେ, 3 ଜଣଙ୍କୁ ସାଙ୍ଗେ ସାଙ୍ଗେ କାରାଗାରରେ ଭର୍ତ୍ତି କରିଦିଅ। 15 ଦିନ ପାଇଁ ସେମାନେ କାରାଗାରରେ ବନ୍ଦୀ ହୋଇ ରହିବେ। 3 ଜଣ ଯାକ କାରାଗାରରେ ବନ୍ଦୀ ହେଲା ପରେ ଦେଖିଲେ ତାଙ୍କ ପାଖରେ କିଛି ବି ଖାଇବାକୁ ନାହିଁ। ପ୍ରଥମ ମନ୍ତ୍ରୀ ଜଣକ ତୋଳି ଆଣିଥିବା ରାଜାଙ୍କ ପାଇଁ ମିଠା ମିଠା ସୁସ୍ୱାଦୁ ଫଳ ସେ ତାର ଖାଇବା ଆରମ୍ଭ କରି 15 ଦିନ କଟାଇ ଦେଲା। ଦ୍ୱିତୀୟ ମନ୍ତ୍ରୀଟି ଠକ ଥିବାରୁ ସେ କ'ଣ କଲା, ଯାହା ଭଲ ଫଳ ଥିଲା ଖାଇଲା, ବାକି ଯେତିକ ପଚାସଢ଼ା ଫଳ ଥିଲା ବଞ୍ଚିବା ପାଇଁ ତ ଖାଇବା ଦରକାର, ତାକୁ ଖାଇକିରି ରୋଗରେ ପଡ଼ିଲା। ତୃତୀୟ ମନ୍ତ୍ରୀ ଜଣକ ଖାଲି ଘାସ କୁଟା ନେଇଥିବାରୁ 15 ଦିନ ଯାକ କିଛି ଖାଇବାକୁ ନ ପାଇ ସେ ଶୁଖି ଶୁଖି ମରିଗଲା। ଏଥିରୁ ଆମେ ଏଇ ନୀତି ଶିକ୍ଷା ପାଇଲେ ଯେ ସଂସାର ହେଉଛି ଏକ କର୍ମର ବଗିଚା ଅଟେ। ଭଲ କର୍ମ କଲେ ଆମେ ଭଲ ଫଳ ପାଇବା। ଯିଏ ସତ୍, ପବିତ୍ର, ନିଷ୍ଠାର ସହିତ ଭଲ କର୍ମ କରିବ ସେ ନିଶ୍ଚିନ୍ତ ଫଳ ପାଇବ। ଆଉ ଯିଏ ଅଳସୁଆ ହୋଇ କର୍ମ କରିବାକୁ ଠକିବ ସେ ନିଶ୍ଚିନ୍ତ ଭାବରେ ଦୁଃଖ ପାଇବ। ଅଳସୁଆ ହିଁ ଦୁଃଖ ପାଏ। ଜୟ ଜଗନ୍ନାଥ।